ଆଜି ଆମେ ଆଲୋଚନା କରିବା ଚିରନ୍ତନୀ ବହିର ପୃଷ୍ଠା 153 ସମାଧି ବିଷୟ ଅଛି ସମାଧି। ଆମେ ଆଲୋଚନା କରୁଛନ୍ତି ଧ୍ୟାନ ଓ ଏକାଗ୍ରତା। ଯେକୌଣସି ପରିସ୍ଥିତିରେ ଧ୍ୟାନ ଆମେ ୟା ପୂର୍ବ ଥର ଆଲୋଚନା କରିଥିଲେ। ଆଜି ଯୋଉ ବିଷୟ ରହିଛି ସମାଧି। ମା ଲେଖୁଛନ୍ତି ଯଦି ତୁମର ଅନ୍ତର୍ଜଗତ ସହିତ ଧ୍ୟାନ ବା ଧାରଣାରେ ସଂଯୁକ୍ତ ହେବାକୁ ଯାଇ ତୁମକୁ ସମାଧିରେ ନିମଗ୍ନ ହେବାକୁ ପଡ଼ିଲା, ତେବେ ତୁମର କ୍ରିୟାଶୀଳ ଚେତନା ଯେମିତି ଥିଲା ସେମିତି ରହିଥିବ। କିଛି ପରିବର୍ତ୍ତନ ହେବ ନାହିଁ। ସେହି କଥା ମୁଁ ଅନ୍ୟ ଭାବରେ କହିଥିଲି। ତୁମେ ଦେଖ, ମୁଁ ଯେତେବେଳେ କହିଲି ଯେ ଲୋକେ ଗଭୀର ଧ୍ୟାନରେ ଥିଲାବେଳେ ଖୁବ୍ ଉଚ୍ଚତର ଚେତନା ଭିତରେ ରହିଥାନ୍ତି, କିନ୍ତୁ ଯେତେବେଳେ ସେହି ଧ୍ୟାନାବସ୍ଥାରୁ ବାହାରି ଆସନ୍ତି, ସେତେବେଳେ ସେମାନେ ପୂର୍ବରୁ ଯେପରି ଥିଲେ ତାଠାରୁ ଅଧିକ କିଛି ଭଲ ଅବସ୍ଥାରେ ନଥାନ୍ତି। ସେମାନଙ୍କର ସବୁ କିଛି ପୂର୍ବ ଦୋଷ ସେମିତି ରହିଥାଏ। ଯେମିତି ସେମାନେ ଧ୍ୟାନରୁ ଓହ୍ଲାଇ ପଡ଼ନ୍ତି, ସେମିତି ସେହି ଦୋଷ ଗୁଡ଼ିକ ତାଙ୍କର ଜାଗ୍ରତ ଚେତନା ଭିତରକୁ ପୁଣି ପଶି ଆସନ୍ତି। ସେମାନଙ୍କର କିଛି ଅଗ୍ରଗତି ହୁଏ ନାହିଁ, କାରଣ ସେମାନଙ୍କର ଧ୍ୟାନଲବ୍ଧ ଗଭୀର ଉପଲବ୍ଧି ସହିତ କାରଣ ସେମାନଙ୍କ ଧ୍ୟାନଲବ୍ଧ ଗଭୀର ଉପଲବ୍ଧି ସହିତ ଓ ସେମାନଙ୍କର ବାହ୍ୟ ସତ୍ତା ସଙ୍ଗେ, ସେମାନଙ୍କର ସତ୍ତାର ସତ୍ୟ ସଙ୍ଗେ ସେମାନେ କୌଣସି ସମ୍ପର୍କ ପ୍ରତିଷ୍ଠା କରିନଥାନ୍ତି। ତୁମେ ଦେଖ, ସେମାନେ ଧ୍ୟାନ କଲା ବେଳେ ସେମାନଙ୍କର ବାହ୍ୟ ସତ୍ତାକୁ ଗୋଟିଏ ପୋଷାକ ଭଳି ନିଜଠାରୁ ଓହ୍ଲାଇ ଦେଇ ଗୋଟିଏ କୋଣରେ ଥୋଇ ଦେଇଥାନ୍ତି। ଯଦି ତୁମେ ତୁମର ବାହ୍ୟ ସତ୍ତାକୁ ପରିବର୍ତ୍ତିତ କରିବାକୁ ଚାହଁ, ତେବେ ତୁମେ ତା ବିଷୟରେ ସଚେତନ ଥାଇ ଅନ୍ୟ ଉଚ୍ଚତର ଅନୁଭୂତିଟି ଲାଭ କରିବା ଉଚିତ। ଏବଂ ଯଦି ଏହି ଅନୁଭୂତି ଦ୍ୱାରା ତୁମର ସାଧାରଣ ବାହ୍ୟ ଚେତନା ଲାଭବାନ ହେଉ ବୋଲି ଚାହୁଁଥାଅ, ତେବେ ତୁମେ ତା ସହିତ ସମ୍ପର୍କ ଛିନ୍ନ କର ନାହିଁ। ସମାଧି ଅବସ୍ଥା ଗୋଟେ ଅବସ୍ଥା ଯୋଉଟା କି ଜଣେ ଯେତେବେଳେ ଧ୍ୟାନ ଧାରଣାରେ ସଂଯୁକ୍ତ ହେଇ ଅଧିକ ଗଭୀର ସ୍ତରକୁ ଚାଲିଯାଏ, ସେତେବେଳେ ଗୋଟେ ଅବସ୍ଥା ଆସି ପହଞ୍ଚେ, ଯାହାକୁ କହନ୍ତି ସମାଧିସ୍ଥ ଅବସ୍ଥା। ତାକୁ ଆମର ଇଂରାଜୀରେ କହନ୍ତି ଟ୍ରାନ୍ସ ଅବସ୍ଥା। ଆମେ ଅଧଘଣ୍ଟାଟେ ଧ୍ୟାନ କରୁଛନ୍ତି, 15 ମିନିଟ୍ ଧ୍ୟାନ କରୁଛନ୍ତି, କି ଘଣ୍ଟାଟେ ଧ୍ୟାନ କରୁଛନ୍ତି। ଯେତେବେଳେ ଧ୍ୟାନ ପ୍ରଥମେ ଆରମ୍ଭ କରୁ, ସେତେବେଳେ ଆମ ଭିତରକୁ ଅନେକ ଚିନ୍ତା, ଅନେକ ଘଟଣା, ଅନେକ ଧାରଣା ସବୁ ଆସି ନାଚନ୍ତି। ମାନେ ଯେମିତି ଗୋଟେ ଯାତ୍ରା ପଡିଆ ଭଳିଆ ହେଇଯାଏ। ଆମେ ଯେତେବେଳେ ଧ୍ୟାନ କରୁ, ସେଇ ସମୟରେ ଆମ ମୁଣ୍ଡଟା ଗୋଟେ ଯାତ୍ରା ପଡିଆ ଭଳିଆ ହେଇଯାଏ। ସେଠି ସମସ୍ତେ ଆସି ନିଜ ନିଜର କର୍ତ୍ତୃତ୍ୱ ଦେଖାନ୍ତି। ବର୍ତ୍ତମାନ ଆମେ ରିସେଣ୍ଟଲି ଯୋଉ କାମ କରୁଥିବା, ଯୋଉ ଚିନ୍ତାରେ ଥିବା, ସେଟା ସେମାନେ ଆସି ନାଚ କରନ୍ତି। ତାପରେ ତାକୁ ରିଲେଟ କରିକି ଭିନ୍ନ ଭିନ୍ନ କଥା ଆସେ। ପୂର୍ବ ଅନ୍ୟ କଥା ଆସେ, ଯାହା ପାଠ ପଢିଥିବା, ଯାହା ଜ୍ଞାନ ହାସଲ କରିଥିବା, ସିଏ ସବୁ ଭିନ୍ନ ଭିନ୍ନ ରୂପ ନେଇକି ଭିନ୍ନ ଭିନ୍ନ ଭାବରେ ଆମର ପ୍ରବୃତ୍ତି, ସିଏ ବି ଗୋଟେ ରୂପରେ ଆସିକି ଡ୍ୟାନ୍ସ କରନ୍ତି। ସେଇଥିପାଇଁ ଯେତେବେଳେ ଧ୍ୟାନ ଜଣେ ଆରମ୍ଭ କରେ, ତାକୁ କୁହାଯାଏ, ଆମେ ତ ଅଲରେଡି କଥା ହେଉଛନ୍ତି ନା, ଏକାଗ୍ରତା ଆଉ ଧ୍ୟାନ ଭିତରେ ଫରକ ଆମେ ଅଲରେଡି କଥା ହେଇଛନ୍ତି। କିନ୍ତୁ ନର୍ମାଲି ବି ଯେତେବେଳେ ଜଣେ ଧ୍ୟାନ କରନ୍ତି, ଖାଲି ଧ୍ୟାନ କନସେନଟ୍ରେଟ କରିବା, ସମଗ୍ର ସତ୍ତାରେ ଏକାଗ୍ର ହବା ନ କରି କେବଳ ଧ୍ୟାନରେ ବି ଆମେ ଯୋଉ କରନ୍ତି, ସେତେବେଳେ କୁହାଯାଏ, ତମେ ଯଦି ଅଭ୍ୟାସ କରୁଛ, ତୁମ ବୟସ ଯେତିକି ମିନିମମ୍ ସେତିକି ସମୟ 2 ଥର ଦିନରେ ଧ୍ୟାନ ଅଭ୍ୟାସ କର। ତମେ ସେ ଅଭ୍ୟାସ ଆରମ୍ଭ କରି କରି ଧୀରେ ଧୀରେ ସମୟ ବଢେଇବ। ଧରାଯାଉ ଜଣଙ୍କର ବୟସ 15 ବର୍ଷ, ସେ 15 ମିନିଟ ଧ୍ୟାନ କରିବାକୁ ଚେଷ୍ଟା କରିବ। ତାପରେ ଧୀରେ ଧୀରେ ସେ ସମୟ ଟାକୁ ବଢେଇବ। ଧୀରେ ଧୀରେ ଅଭ୍ୟାସ ହେଇଗଲା ପରେ, ସେ ଯୋଉ ନାଚ ଗୁଡିକ ଧୀରେ ଧୀରେ ବନ୍ଦ ହୁଏ। ନିଜର ସେଇ ଚିନ୍ତା ଉପରେ କିଛି କିଛି ନିୟନ୍ତ୍ରଣ ଆସେ। ଆହୁରି ଯେତେ ଅଧିକରୁ ଅଧିକ ଜଣେ ଧ୍ୟାନସ୍ଥ ହବ, ସେତେବେଳେ ଗୋଟେ ଅବସ୍ଥା ଆସିବ, ଯେତେବେଳେ ତୁମେ ଭଗବାନଙ୍କ ସହିତ, ତୁମେ ଯୋଉ ଇଷ୍ଟ ଦେବଙ୍କୁ ଧ୍ୟାନ କରୁଛ,
से इष्ट देव सहित से भगवान सहित गोटे समय आसी पहुंचे जो समय चिंता चेतना रे एते ध्यानस्थ हो जाती बाह्य कार्य बाह्य घटनावली जो चतुर्पार्श्व घटू थाए आम नॉर्मल ध्यान रे थिला बेले भी जना पड़ेनी बाहर चारिपटे कौन घटू जो मैंने जदि टिके ध्यान करुवे जना पड़ेनी जदि ध्यान करेंगे देखिए बहुत समय ध्यान बसवे बाहर को लगे जमी सांगे सांगे बसती ध्यान उठिली किंतु प्रथम जो ध्यान अभ्यास करती से देखिए अल्प समय ध्यान बसते लगे जमी बहुत समय हो गला तापर ध्यान अभ्यास हो गला बहुत समय ध्यान रे बसिले लगे अल्प समय कर तेणु समाधिस्थ अवस्था कौन हुए बाह्य चेतनार सहित किसी संपर्क रहे पूरा एक आनंदमय स्थिति रे भगवान सहित संयुक्त है स्थिति रे रही जाते ट्रांस अवस्था से समय रे तमे कह जाए से ट्रांस जो जन जदि चली जाइए तमे तांको पाखरे जोर चित्कार करबनी तांको बेसी डिस्टर्ब करबनी से समय तांको शरीर तमे शरीर को हाथ टेकी देले भी सी जानि परिबेन कने से तो शरीर चेतना ही नथी तम से गोटे अवस्था ट्रांस अवस्था जो समय रे बाह्य चेतनारू से माने पूरा दूरे जाती एवं गभीर एक स्थिति रे से परटा से समय रे किछि बाह्य जना पड़े ना किंतु किंतु तुमर क्रियाशील चेतना जेमिति थिला सेमिति रहिथिबो किछि परिवर्तन हेबो नाही आमे पूर्व कथा होती ध्यान भितर जड़े जिते ध्यान अवस्था बाहर को आसे लिखुं ध्यान रे थिला बेले तुम्हें खूब उच्चतर चेतना भीतर रही था कि जिते से ही ध्यान अवस्था बाहरी आसती सेतेबेले सेमाने पूर्वरु जेपरि थिले ताठारु अधिक किछि भल अवस्था रे नथान आमर अन्यान्य प्रवृत्ति जहा थिला ताहा सेमती थाए आमे केवल चिंता चेतना रे चिंता रे आमे कहिला बेलकु ता सहित चेतना शब्दटी पळि आछी आमे केवल चिंता रे आउ गोटे स्थिति को उठी जाऊ जोठी कि से आनंदटा हमको अनुभव हुए किंतु आमर बाह्य प्रवृत्ति जेते गुड़ाए थिला शरीर जेते गुडे प्रवृत्ति प्राणर जेते गुडे प्रवृत्ति मनर जेते गुडे प्रवृत्ति से माने सब सेम था खाद्य प्रति जदि आपणकर लोभ थिला आसक्ति थिला से खाद्य प्रति सेमती लोभ आसक्ति रही था आपणकर जेमती पसंद अपसंद थिबो से पसंद अपसंद थाए आपण को लोक को भला कहती को लोक को खराब कहती से अवस्था भी सेमती आपण को कौ धारणाटा भल लगे कौ धारणाटा भल लगे से भी सेम थिबो एवं आमर जेते गुड़िए प्रकृति आमको केते गुड़े प्रवृत्ति देइछि भोक पाई भोक लगे कई दुखपूर्ण कथा कहले दुख लगिबा राग कथा कहले रागिबा चिड़े देले चिड़ी जिबा सेमती आम पाखरे सबु प्रवृत्ति सेमती थाए ता भितरु किछि किछि आमे कथा होतिले चित्त शुद्धि हिसाब रे किछि किछि शुद्धि हेई थाए किंतु बेसी गोटे भल अवस्था न थाए जे कि तुमको माने गोटे नूतन प्रवृत्ति आनी देथिबो सेमानकर पूर्व दोष सेमती रही थाए एठी जो चित्रटी आमे दिया हिथिला ये होती विश्वामित्र आउ मेनकांकर चित्रटी विश्वामित्र तपस्या रे तप आचरण करी भगवान सहित एकीभूत है ज्ञान गारिमा रे केते उच्च स्तर को चल जाते किंतु जेतेबेले ध्यान अवस्था बाहरी चंती मेनकार जो रूप सौंदर्य तांकर नृत्य रे से मोहित हो जाइछन्ति एवं काम प्रवृत्ति युक्त हो जाइछन्ति कहना से प्रवृत्ति रूपांतरित हैनी से प्रवृत्ति रे किछि हाथ मरा हैनी ध्यान अवस्था रे गोटे गोटे सत्ता रे से माने कौन होती एकीभूत हो जाती अन्य सत्ता गुड़िक जेमती थिले से दोष गुड़िक सेम थाए मालूम सबु किछि पूर्व दोष सेमती रही थाए जेमिति सेमाने ध्यान रु ओल्हाई पड़ती सेमती सही दोष गुड़िक तांकर
ଜାଗ୍ରତ ଚେତନା ଭିତରକୁ ପୁଣି ପଶି ଆସନ୍ତି। ସେମାନଙ୍କର କିଛି ଅଗ୍ରଗତି ହୁଏ ନାହିଁ, କାରଣ ସେମାନଙ୍କର ଧ୍ୟାନ ଲବ୍ଧ ଗଭୀର ଉପଲବ୍ଧି ସହିତ, ଯୋଉ ଧ୍ୟାନରେ ଯୋଉ ଗଭୀର ଉପଲବ୍ଧି ଆମେ ପାଉଛୁ ତା ସହିତ ଆମର ବାହ୍ୟ ସତ୍ତା, ଆମ ସତ୍ତାର ଯୋଉ ସତ୍ୟ ସହିତ କୌଣସି ସମ୍ପର୍କ ସେମାନେ ପ୍ରତିଷ୍ଠା କରିନଥାନ୍ତି। ଆମର ବାହ୍ୟ ଯେତେ ଗୁଡା ରହିଥାଉ, ଆପଣ ଯେମିତି କଥାରେ କୁହାଯାଏ, ଏବେ ତ ପ୍ରାୟ ନଈରେ ଗାଧେଇବା ଟିକେ କମିଗଲାଣି, ପୋଖରୀରେ ବି ଗାଧେଇବା କମିଗଲାଣି, ଟ୍ୟାପରେ ତ ଅନେକ ଲୋକ ଗାଧଉଛନ୍ତି, କିନ୍ତୁ ଚିନ୍ତା କରନ୍ତୁ, ଇମାଜିନ କରନ୍ତୁ, ଆପଣ ଗୋଟେ ଜାଗାରେ ଗୋଟେ ଜଳାଶ୍ରୟରେ ଯାଉଛନ୍ତି ଗାଧେଇବା ପାଇଁ, ସେଠି ଦଳ କିଛି ଭାସୁଛି, ଆପଣ କଣ କଲେ, ଦଳକୁ ସବୁ ଆଡେଇ ଦେଲେ ଏବଂ ବୁଡଟା ମାରିଦେଲେ, ବୁଡିଗଲେ। ଯୋଉ ଆଡେଇ ଦେଇଥିଲେ ପୁଣି ଦଳ ଗୁଡାକ ଧୀରେ 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 ପଳେଇ ଆସିବନି ପାଖକୁ ନା, ପୁଣି ଉଠିଲା ବେଳକୁ ସେ ଆପଣଙ୍କ ସହିତ ଦେହରେ ବାଜିବ। ଯେ ପର୍ଯ୍ୟନ୍ତ ସେ ଜଳାଶ୍ରୟରୁ ସମସ୍ତ ଦଳକୁ ଆପଣ ବାହାର କରିକି ପୂର୍ଣ୍ଣ ଭାବରେ ସଫା କରି ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ଆପଣ ବୁଡ ଯେତେ ଥର ମାରନ୍ତୁ, ବୁଡ ମାରିକି ଉଠିଲେ ପୁଣି ସେ ଦଳ ଆପଣଙ୍କ ସହିତ ଆସି ଲାଗିବ। ସେଇଭଳି ଅବସ୍ଥା ଘଟେ। ଯେତେବେଳେ ଜଣେ ଧ୍ୟାନସ୍ଥ ହୁଅନ୍ତି, ସେତେବେଳେ ଯୋଉ ସତ୍ତାରେ ଆମର ଆମର ଆତ୍ମାରେ, ଅନ୍ତରାତ୍ମାରେ ସେମାନେ କଣ ହୁଅନ୍ତି, ଭଗବାନଙ୍କ ସହିତ ଏକୀଭୂତ ହୁଅନ୍ତି। ତେଣୁ ସେଠି ଯୋଉ ଉପଲବ୍ଧି ଆସେ, ତାକୁ ଆଣି ଆମର ବାହ୍ୟ କାର୍ଯ୍ୟ କଲା ବେଳେ ଯୋଉ ପ୍ରବୃତ୍ତି ସହିତ ଆମେ କାମ କରୁଛେ, ତା ସହିତ ଆମେ ସମ୍ପର୍କୀଭୂତ କରାନ୍ତି ନାହିଁ। ଆମେ ଯେତେବେଳେ କଥା ହଉଛନ୍ତି, କଥା ହବା ଭିତରେ ଭଗବାନ ସେଇ କଥା ଭିତରେ ବି ଭଗବାନଙ୍କ ସହିତ ଏକୀଭୂତ ହେଇ ଆମେ କେବେ ଚେଷ୍ଟା କରୁନା ସିଏ କଣ ଚାହୁଁଛନ୍ତି ମୋ ଭିତରେ ପରିପ୍ରକାଶ କରିବା ପାଇଁ। ଆମର ପ୍ରବୃତ୍ତି ଗୁଡାକ ରହିଛି, ସେଗୁଡିକ ସେଇ ପ୍ରଭାବରେ ଆମେ ବର୍ତ୍ତମାନ କଳ୍ପନା କରିପାରୁନୁ, କାହିଁକି ନା ଆମେ ଯେହେତୁ ମା ଶ୍ରୀ ଅରବିନ୍ଦଙ୍କ ଧାରାରେ ଆରମ୍ଭ କରିଛନ୍ତି ଏବଂ ବାରମ୍ବାର ଶୁଣୁଛନ୍ତି ପାଠଚକ୍ରରେ, ତେଣୁ ଆମେ କାମ କଲା ବେଳେ ସବୁବେଳେ ଆମ ଭିତରେ ଧାରଣା ରହୁଛି ଯେ ନାଇଁ ନାଇଁ ମୋ କଥାଟା ପରିବର୍ତ୍ତିତ ହବା ଦରକାର, ମୋ କାର୍ଯ୍ୟ ଗୁଡାକ ରୂପାନ୍ତରିତ ହବା ଦରକାର, ମୋ କାର୍ଯ୍ୟ ଗୁଡାକ କେମିତି ମାଙ୍କର ପ୍ରୀତ୍ୟର୍ଥ ହବ, ଆମେ ଚେଷ୍ଟା କରୁଛେ ଏବଂ ଆମେ କଳ୍ପନା କରୁଛେ, ଆମେ ଚେଷ୍ଟା କରୁଛେ, ଆମେ ଅନୁଭବରେ ଆଣିବାକୁ ଚେଷ୍ଟା କରୁଛେ ଯେ ଆମ କାମ ଗୁଡାକ, ମୁଁ ଯୋଉ କାମ କରୁଛି ସେଇଟା ମା ଚାହୁଁଛନ୍ତି କି ନାହିଁ ଆମେ ଆସିଲେ ଆସ୍ପୃହା କରୁଛନ୍ତି, ଏବଂ ଏଇ କାମ କଲେ ମା ଖୁସି ହେବେ କି ନାହିଁ, ଏଇ କାମ କଲେ ମା ପରିପ୍ରକାଶ ହେବେ କି ନାହିଁ, ମା ଏହା ଚାହୁଁଛନ୍ତି କି ନା ନାହିଁ, ଆମେ ଯେହେତୁ ବାରମ୍ବାର ପାଠଚକ୍ରରେ ବସୁଛନ୍ତି, ତେଣୁ ଆମେ ଆମର ଟିକେ ଧାରଣା ରହିଛି। ତଥାପି ଖାଇଲା ବେଳେ ଭୁଲି ଯାଉଛେ, ତଥାପି ଲୋକଙ୍କ ସହିତ କଥାବାର୍ତ୍ତା ହେଲା ବେଳେ ଭୁଲି ଯାଉଛେ, ମୁଁ ଯୋଉ ଲୋକ ସହିତ କଥା ହଉଛି ମୁଁ ଭାବୁଛି ଲୋକ ସହିତ କଥା ହଉଛି, କିନ୍ତୁ ସେ ଲୋକ ଭିତରେ ଯେ ମା ରହିଛନ୍ତି, ମୁଁ ମାଙ୍କ ସହିତ କଥା ହଉଛି, ସେ ଧାରଣା ଆମ ଭିତରେ ଆସେନି। ଆଉ ଯୋଉମାନେ ଏ ବିଷୟ ପଢି ନାହାନ୍ତି, ଶୁଣି ନାହାନ୍ତି, ସେମାନେ ତ କଳ୍ପନା ହିଁ କରନ୍ତିନି, ସେମାନେ ତ କୁହନ୍ତି ପ୍ରକୃତି ନୈବ ମୁଚ୍ୟେତ୍, ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ, ଇଏ ପ୍ରକୃତି ପରିବର୍ତ୍ତନ ହବ ନାହିଁ। ତେଣୁ ସେମାନେ କଣ କରନ୍ତି, ପୂଜା କରନ୍ତି, ଠାକୁରଙ୍କୁ ପୂଜା କରନ୍ତି, ଧ୍ୟାନ କରନ୍ତି, ବାସ୍ ତାଙ୍କ ଭିତରେ ଧାରଣା ଥାଏ ବାହାରକୁ ଯିଏ ଯାହା ଚାଲିଛି ଏଗୁଡାକ ପରିବର୍ତ୍ତନ ଯେହେତୁ ହବ ନାହିଁ, ତେଣୁ ସେଇ ଚିନ୍ତା ଚେତନାରେ ସବୁବେଳେ ରହିଲେ ମୃତ୍ୟୁ ପରେ ହୁଏତ ଅନ୍ୟ ଏକ ଜଗତକୁ ଆମେ ଯିବା। ତେଣୁ ସେମାନଙ୍କର ବାହ୍ୟ ସତ୍ତା ସହିତ ସେ ଧ୍ୟାନସ୍ଥ ଅବସ୍ଥାର କିଛି ସମ୍ପର୍କ ନଥାଏ। ସେଇଥିପାଇଁ ଆମେ ଅନେକ ଜାଗାରେ ଦେଖିଛନ୍ତି ବିରାଟ ବିରାଟ ସାଧୁ ଗଭୀର ଉପଲବ୍ଧି କରିଥାନ୍ତି, କିନ୍ତୁ ବେଳେ ବେଳେ ତାଙ୍କର ଅବଚେତନାରୁ ଗୋଟେ ଖରାପ ପ୍ରବୃତ୍ତି ବାହାରେ, କେତେବେଳେ ଜାଗ୍ରତ ହେଇ ଉଠେ ଏବଂ ତାଙ୍କୁ ଅନ୍ୟ ଲୋକଙ୍କ ଆଗରେ ବଦନାମ କରିଦିଏ। ସେତେବେଳେ ଲୋକ କହନ୍ତି ହେ ଏଇଟା ଭଣ୍ଡ ସାଧୁଟା, ଏଇଟା କିଛି, ଏଇଟା ଏତେ ଖରାପ କଥା ତା ଭିତରେ ଥିଲା।
ନାଇଁ 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 ତାଙ୍କର ଉପଲବ୍ଧି ସତ୍ୟ ହେଇଥାଇ ପାରେ, ଉପଲବ୍ଧି ବି ସତ୍ୟ ହେଇଥିବ, ସେଇଟା କିଏ ଉପଲବ୍ଧି ଟୋଟାଲି କରିନଥିବ ପୁରା ମାନେ ଭଣ୍ଡଗିରି କରୁଥିବ ସେଇଟା ଅଲଗା କଥା, କିନ୍ତୁ ଉପଲବ୍ଧି ହେଇଥାଇପାରେ, ତା ସହିତ ତାଙ୍କ ଭିତରେ ଯୋଉ ପ୍ରବୃତ୍ତି ଯୋଉ ଉଠି ଆସିଲା ସିଏ ତାଙ୍କୁ ଗୋଟିଏ ମୁହୂର୍ତ୍ତରେ କବଳିତ କରିନେଇଛି, ସିଏ ଭୁଲ ବାଟକୁ ପଳେଇଛନ୍ତି, ତାକୁ ଦେଖିକି ଆମେ କହିପାରିବା ନାହିଁ ଯେ ସେ ସତ୍ୟ ସହିତ ସମ୍ପର୍କିତ ହେଇନଥିଲେ ବୋଲି। ତେଣୁ ଏଠି ଆମେ ମନେ ରଖିବା ଯେତେବେଳେ ଧ୍ୟାନସ୍ଥ ଅବସ୍ଥା ଆମେ ଯାଉଛୁ, ସେଥିପାଇଁ ମାଲକୀ ତୁମେ ଦେଖ ସେମାନେ ଧ୍ୟାନ କଲାବେଳେ କଣ କରନ୍ତି ନା ସେମାନଙ୍କର ବାହ୍ୟ ସତ୍ତାକୁ ଗୋଟିଏ ପୋଷାକ ଭଳି ନିଜ ଠାରୁ ଓହ୍ଲାଇ ଦେଇ ଗୋଟିଏ କୋଣରେ ଥୋଇ ଦେଇଥାନ୍ତି। ତେଣୁ ଆମକୁ ସେଇଥିପାଇଁ ବାରମ୍ବାର ମୂଳରୁ କହୁଛନ୍ତି ମା ତମେ ଯୋଉ କାମଟି କରୁଛ, ଶ୍ରୀମନ୍ଦିର ଲେଖୁଛନ୍ତି ପ୍ରଥମେ ତମେ ଯୋଉ କାର୍ଯ୍ୟ କରୁଛ ମନେ ରଖ ତମର ତୃପ୍ତି ପାଇଁ କୌଣସି କାର୍ଯ୍ୟ କର ନାହିଁ, ମାନେ ମତେ ଖୁସି ଲାଗିଲା ଭଳିଆ କାମ କର ନାହିଁ, ତମକୁ ଯୋଉ କାର୍ଯ୍ୟ ଦିଆ ହେଇଛି ସେ କାର୍ଯ୍ୟ ଭିତରେ ଆନନ୍ଦର ସହିତ କାମ କରିବା ପାଇଁ ଚେଷ୍ଟା କର। ତୁମ ହାତରୁ ଯଦି କାମଟି ଛଡେଇ ନିଆ ହଉଛି ତେବେ ଦୁଃଖ କର ନାହିଁ, ତୁମକୁ ଯଦି କାମ ଦିଆ ହେଇଯାଉଛି ଉତ୍ଫୁଲ୍ଲିତ ହେଇଯାଅ ନାହିଁ, କାମ ଦିଆହେଲା ଯେତିକି ଦିଆହେଇଛି ଆନନ୍ଦର ସହିତ କାମଟି କର। ଏବଂ ତାପରେ କହୁଛନ୍ତି ସେ କାମ କଲାବେଳେ କେମିତି କରିବ ନା ସେ କାର୍ଯ୍ୟଟି ମାଙ୍କ ପ୍ରୀତ୍ୟର୍ଥେ କରିବ। ତମେ କାମ ଆରମ୍ଭ କରୁନାହଁ ଅହଂ ବଶଭୂତ ହୁଅ ନାହିଁ, ତୁମେ କାମ ଆରମ୍ଭ କର ନାହିଁ, ତମେ ମାଙ୍କୁ ଖୁସି କରିବା ପାଇଁ ଯୋଉ କାମଟି କରୁଛ ମା କେମିତି ଖୁସି ହେବେ ସେଇଭଳି କାମ କର। ତୁମେ ଝାଡୁ କରୁଛ, ତୁମେ ଏଇଥିପାଇଁ ଝାଡୁ କର ନାହିଁ ଯେ ମୁଁ ଝାଡୁ କଲେ ମତେ ଲୋକ ବାହା ବାହା କହିବେ ଯାହା ହଉ ମୁଁ ପରିଷ୍କାର ପରିଚ୍ଛନ୍ନ ଏତେ ସୁନ୍ଦର ଭାବରେ କରୁଛି, ଆଉ କିଏ କରୁଛନ୍ତି ସମସ୍ତେ ଅସନା, ଦେଖୁନ କେଡେ ମେଛ ଲୋକ ଗୁଡା କେମିତି ଅସନା କରିଛନ୍ତି, ମାନେ ମୁଁ ଭୁଲି ଯାଉଛି ସେତେବେଳେ ଯେ ମୁଁ ଝାଡୁ କରୁଛି ଯୋଉଠି ଏଇଥିପାଇଁ ଝାଡୁ କରୁନି ଯେ ଲୋକମାନେ ମଇଳା କରୁଛନ୍ତି ତେଣୁ ମୁଁ ଝାଡୁ କରୁଛି, ଏବଂ ଏତେ ଭଲ ଝାଡୁ କରିବି ଯେ ପୁରା ମୁହଁ ଦେଖାଯିବ, ଏତେ ଚିକନ ଚାକନ କରି ସଫା କରିଦେବି, ନାଇଁ ମୁଁ ଯେତେବେଳେ ସଫା କରୁଛି ମୁଁ ଯେତେବେଳେ ପରିଷ୍କାର କରୁଛି ମୋ ଭିତରେ ମାଙ୍କ ପ୍ରୀତ୍ୟର୍ଥେ ଯୋଉ କୁହାଯାଏ ମୋ ଭିତରେ ରହିବ ଯେ ମା ଏଇ ବାଟ ଦେଇକି ଚାଲ ବୁଲ କରୁଛନ୍ତି, ମା ଏଇଠି ପରିଭ୍ରମଣ କରିବେ, ପରିଷ୍କାର ଅପରିଷ୍କାର ରହିଲେ କେମିତି ହବ। ତେଣୁ ଆମେ ଧ୍ୟାନସ୍ଥ କଲା ବେଳେ ଯୋଉ ବାହ୍ୟ ସତ୍ତାକୁ ଅଲଗା କରିଦେଇ କେବଳ ଧ୍ୟାନ ଅବସ୍ଥାକୁ ଗଲେ ଆମର ବାହାରର କିଛି ପରିବର୍ତ୍ତନ ଯେହେତୁ ହବ ନାହିଁ, ଯଦି ତୁମେ ତୁମର ବାହ୍ୟ ସତ୍ତାକୁ ପରିବର୍ତ୍ତିତ କରିବାକୁ ଚାହୁଁଛ ତେବେ ତୁମେ ତା ବିଷୟରେ ସଚେତନ ଥାଇ ଅନ୍ୟ ଉଚ୍ଚତର ଅନୁଭୂତିଟି ଲାଭ କରିବା ଉଚିତ। ତେଣୁ ସେଇଥିପାଇଁ ବାରମ୍ବାର କହୁଛନ୍ତି ତମେ ଚିହ୍ନ ତମ ଭିତରେ କୋଉ କୋଉ ପ୍ରବୃତ୍ତି ରହିଛି ସେ ପ୍ରବୃତ୍ତି ଗୁଡାକୁ ଚିହ୍ନ, ତାକୁ ଦେଖ, ତାକୁ ନେଇକରି କେମିତି ରୂପାନ୍ତର ହବ ମାଙ୍କ ପାଖରେ ରଖ। ଯୋଉ ଅନୁଭୂତି ଆସୁଛି ତାକୁ ତୁମର କାର୍ଯ୍ୟ କ୍ଷେତ୍ରରେ ପ୍ରୟୋଗ କର। ଯଦି ଏହି ଅନୁଭୂତି ଦ୍ଵାରା ତୁମର ସାଧାରଣ ବାହ୍ୟ ଚେତନା ଲାଭବାନ ହେଉ ବୋଲି ଚାହୁଁଥାଅ ତେବେ ତୁମେ ତା ସହିତ ସମ୍ପର୍କ ଛିନ୍ନ କର ନାହିଁ। ସାଧାରଣତଃ ଯୋଉ ପୁରୁଣା ଯୋଗ ସାଧନାରେ ଯୋଉଟା କରିଥିଲେ ଆମେ ତ ସେଇଭଳି କରୁ, ଆମ ପାଇଁ ସେଇଥିପାଇଁ ଠାକୁର ଘର ହଉଛି ଠାକୁର ଘର ଏବଂ ଅନ୍ୟ ସବୁ ଘର ଗୁଡାକ ଆମ ଘର। ଆମେ ଯେତେବେଳେ ଭାଷଣ ଦଉଛୁ ସେ ସବୁ ଠିକ, ମୋ ନିଜ କ୍ଷେତ୍ରରେ ଆସିଲା ବେଳକୁ ସବୁ ଅଲଗା। ମୁଁ ବେଳେ ବେଳେ ଲୋକ ନିଜେ ଭୁଲ କରୁଥିବେ କହୁଥିବେ ମୁଁ ଜାଣିଛି ମୁଁ ଭୁଲ କରୁଛି ଅହଂରେ ବଶୀଭୂତ ଅଛି କିନ୍ତୁ ଏଇଟା ମୋର ଅହଂକାର, କ୍ରେଡିଟ ନିଅନ୍ତି। ମୁଁ ସମସ୍ତଙ୍କ ଦାୟିତ୍ଵ ବୁଝେ, ମୁଁ ସମସ୍ତଙ୍କ କଥା ବୁଝେ, ମୁଁ ସମସ୍ତଙ୍କୁ ଭଲ ପାଏ, ଏଇଟା ବି ହଉଛି ଆପଣଙ୍କ ମନେ ରଖନ୍ତୁ ଆପଣଙ୍କ ଭିତରେ ଯୋଉ ଅନୁଭୂତି ରହିଛି ତା ସହିତ ଆପଣଙ୍କର ଏଇ ଯୋଉ ବାହ୍ୟ କଥାବାର୍ତ୍ତା, ବାହ୍ୟ ଚିନ୍ତାଧାରା, ବାହ୍ୟ ଧାରଣା, ବାହ୍ୟ ଆଟିଚ୍ୟୁଡ ଆମେ ଯାହା କହୁଛୁ ଏଇ ଆଟିଚ୍ୟୁଡ ରେ ଆପଣ ସେ ସତ୍ୟକୁ ସମ୍ପର୍କୀଭୂତ କରିନାହାନ୍ତି। ତେଣୁ ବାହାର କାମଟାକୁ ଆଜିଟି ଛାଡି ଦିଅନ୍ତୁ ନାହିଁ, ତା ଭିତରେ ବି ଆପଣ ସତ୍ୟ ଚେତନାକୁ ଆଣିବାକୁ ଚେଷ୍ଟା କର। ତେଣୁ କଥାବାର୍ତ୍ତାରେ ଯେମିତି ମା ପରିପ୍ରକାଶ ହେବେ, ସେଇଥିପାଇଁ କୁହାଯାଏ ମା ଶ୍ରୀ ଅରବିନ୍ଦ କହୁଛନ୍ତି ତମେ ହସେଇବା ପାଇଁ ଜୋକ୍ କହୁଛ, ମଜାକ କରିବ ଠିକ, ଆଉ କଣ ସବୁବେଳେ ଗମ୍ଭୀର ରହିବ, ମଜା କର କିନ୍ତୁ ଏମିତି କିଛି ଜୋକ୍ କଥା କୁହ ନାହିଁ ଯାହା ନିମ୍ନ ପ୍ରବୃତ୍ତି ଯୁକ୍ତ ହେଇଥିବ, ନିମ୍ନ ପ୍ରବୃତ୍ତିକୁ ପରିପ୍ରକାଶ କରୁଥିବ,
निम्न प्रवृत्ति को जागृत करुथिबो सेति मिछ तो केबे कहो नै जोग कला बेले जड़े व्यक्ति गोटे घटनाटी कहूँ केवल ये मन पड़ा मो ना नहीं कि गोटे मिछ जोग कहते कथाटा किसी ना कि मिछ कहते से कथाटी हूँ जे से थर कहले जे मते नहीं आमर जने भाई मु कहली जे मते टिके नहीं जीव लिंक रोड को आगे मु कहली जे भाई आगे लिंक रोड जाइथांती आगे आपन टे नहीं जिवे से मते नहीं गले एवं लिंक रोड छाड़ दे पळि आसिले मु काम सारिक आसी खोजिला को से कोडे नथिले तापर मु तांकु जतले फोन कली से कहले तमे तो कहिथिलो मते नहीं लिंक रोड जीवा पई कि तमे तो कहि नथिलो मते काम सरला परे नहीं के आसीबो त मु छाड़ दे पळि आइली एटा होची सुंदर भाबरे मिछ काहे कि ना से व्यक्ति सहित मोर ए घटना किछि हेई नाही किंतु से जेतबेले अन्य जनक आगरे जोक रे कथा कहू समस्त हसुचंदी खुशी लागुची ठीक अच्छे हसुचंदी जे किंतु कथाटा भूल ये सत्य चेतना सहित जेहेतु जोक मिछ जोक से कौन करुच्ची मिथ्या को प्रतिष्ठित करुच्ची मिथ्यार राजनीति को प्रतिष्ठित करुच्ची तेणु मिथ्यागर जो शक्ति टी जी मिथ्या को रिप्रेजेंट करुच्ची सी कौन करुच्ची ना तम भितरे जड़ करी माने जड़ जमेकी रखिबो चेर माडिकी रहिबो तेणु सत्य चेतना सहित तुमर बाह्य चेतनार कौन संपर्क रहिला नहीं तमे कह ना हाँ मो ये कथा गुड़ाक ये कथा अलग मु सत्य चेतना माँ को तो भल पाऊँ माँ को भीतर रही से अलग कथा ना तुमर कथार तुम से तुमर वाक्य तुमर कर्म तुमर चिंतार तुमर प्रवृत्ति तुमर माने भावना सबु जगार जेपरी सत्य प्रतिष्ठित हम माँ प्रतिष्ठित हे से धारणा आम रखा उचित माँ को आह्वान करिकी सारिबा थैंक यू ऑल